ମୋର ସବୁ ଭାଇ ଓ ଭଉଣୀମାନଙ୍କୁ ଏ କାହାଣୀକୁ ସ୍ୱାଗତ କରୁଛି। ମୋ ନାଁ ଅଙ୍କିତ। ଆଜି ମୁଁ ଆପଣମାନଙ୍କୁ କହିବି କେମିତି ମୁଁ ମୋ ବୋଉକୁ ମାଡ଼ି ବସି ଗେହିଁଥିଲି। ସମସ୍ତେ ବାଣ୍ଡ ହଲେଇବାକୁ ରେଡ଼ି ହୋଇ ରୁହନ୍ତୁ, ଆଉ ଟୋକିମାନେ ବାଇଗଣ କି ଗାଜର ପାଖରେ ରଖନ୍ତୁ। ଯଦି ଏସବୁ ନାହିଁ ତାହେଲେ ଆଙ୍ଗୁଳି ପୂରେଇବା ପାଇଁ ରେଡ଼ି ଥାନ୍ତୁ। ବୋଉର ନାଁ ହେଉଛି ମାଳତୀ। ଦେହ 38-36-38 ହେବ। ଦେଖିବାକୁ ଟିକେ ମୋଟି ଭଳି ଲାଗେ। ପେଶାରେ ସେ ଜଣେ ଶିକ୍ଷୟିତ୍ରୀ, ଆଉ ମୋ ବୟସ ଏବେ 22 ବର୍ଷ। ଏ କାହାଣୀ କିଛି ବର୍ଷ ତଳରେ, ମାନେ ଲକଡାଉନ୍ ସମୟର। ବାପା ଭୁବନେଶ୍ୱରରେ ସିକ୍ୟୁରିଟି କାମ କରନ୍ତି। ହେଲେ ଲକଡାଉନ୍ ସମୟରେ ବି ତାଙ୍କ କାମ ବନ୍ଦ ନଥିଲା, କାରଣ ସେ ସିକ୍ୟୁରିଟି ସୁପରଭାଇଜର ଥିଲେ। ତେଣୁ ତାଙ୍କୁ ଏକୁଟିଆ ରହିବାକୁ ପଡ଼ିଲା। ବୋଉ ସ୍କୁଲ କାମରେ ସବୁବେଳେ ବ୍ୟସ୍ତ ରହୁଥିଲା। ଲକଡାଉନ୍ ହେବାରୁ ପୁରା ଘର ସଫା କରିବାକୁ ବୋଉ କହିଲା, ଆଉ ତାର କିଛି କାମ ଅଛି କହି ସବୁଦିନେ ସେ ସ୍କୁଲକୁ ଯାଏ। ମୁଁ ବି ମୋ କାମରେ ଲାଗିଗଲି। ଏ ଭିତରେ ମୁଁ ଜାଣିବାକୁ ପାଇଲି ଯେ ବୋଉ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖୁଛି। ମୁଁ ମୋ ରୁମ୍ ସଫା କରି ସାରିବା ପରେ ବୋଉ ବେଡରୁମ୍ ସଫା କରିବାକୁ ଗଲି। ତା ଆଲମିରାରୁ ଯାହା ପାଇଲି, ସତରେ ମୁଁ ନିଜକୁ ବିଶ୍ୱାସ କରିପାରିଲିନି। ଭାଇଗ୍ରା ବଟିକା ସହିତ ଗିହାଗିହି ପୋଜିସନ୍ ଫଟୋ ଥିବା ବହି, ଆଉ ଏକ ଯୌନ କାହାଣୀ ବହି। ଏସବୁ ଦେଖି ମୁଁ ପୁରା ଆଶ୍ଚର୍ଯ୍ୟ ହୋଇଗଲି। ମୁଁ କିଛି ସମୟ ଲଙ୍ଗଳା ଫଟୋ ଥିବା ବହିକୁ ଦେଖିଲି। ଏସବୁ ଦେଖି ମୋର ବାଣ୍ଡ ପୁରା ଠିଆ ହୋଇ ଫଁ ଫଁ ହେଲା। ଆଉ ସେବେଠୁ ବୋଉ ପ୍ରତି ମୋର ଖରାପ ଭାବନା ଜାଗ୍ରତ ହେଲା। ତାପରେ ମୁଁ ଗାଧୁଆ ଘରକୁ ଯାଇ ବୋଉ ନାଁରେ ଗୋଟେ ଥର ହଲେଇ ପାଣି ବାହାର କରିଦେଲି। ତାପରେ ମୁଁ ଘର ପୁରା ସଫା କଲି। ହେଲେ ମନରେ ବୋଉକୁ ଗେହିବାର ପୋଜିସନ୍ ଗୁଡ଼ାକ ଭାବୁଥିଲି। ସନ୍ଧ୍ୟା 4ଟାରେ ବୋଉ ଘରକୁ ଆସିଲା। ସେଦିନ ଆଉ କିଛି କହିପାରିଲିନି। ରାତିରେ ଆମେ ଖାଇସାରିକି ଶୋଇପଡ଼ିଲୁ। ତା ପରଦିନ ରାତିରେ ଆମେ ଖାଇସାରିବା ପରେ ମୁଁ ଜଲ୍ଦି ଯାଇ ଖଟରେ ପଡ଼ି ରହିଲି। ବୋଉ ଆଉ ମୋ ରୁମ୍ ଅଲଗା ଅଲଗା। ସେ ବି ଖାଇସାରି ତା ରୁମ୍କୁ ଗଲା। ଠିକ୍ 10 ମିନିଟ୍ ପରେ ମୁଁ ଧୀରେ ଧୀରେ ଯାଇ ତା ରୁମ୍ କବାଟ ପାଖରେ ଶୁଣିଲି ସେ କାହା ସହ ଗୋଟେ ମୋବାଇଲରେ କଥା ହେଉଛି। କଥାବାର୍ତ୍ତା ଏତେ ସ୍ଲୋ ଥିଲା ଯେ ମୋତେ ଠିକ୍ ସେ ଶୁଭୁନଥିଲା। ତଥାପି ମୁଁ ତା କଥା କାନେଇକି ଶୁଣିଲି। ପ୍ରାୟ 1.5 ଘଣ୍ଟା ଧରି ସେ ଫୋନରେ କଥା ହେଲା। ମୁଁ କହିଲି, ଯାହା ବି ହେଉ, ଆଜି ଦେଖିବି ସେ କାହା ସହ ମରେଇ ହେଉଛି। ହଠାତ୍ ସେ ତା ବେଡରୁ ବାହାରକୁ ଆସିଲା ଭଳି ଶବ୍ଦ ହେଲା, ଆଉ ମୁଁ ମୋ ରୁମ୍କୁ ଯାଇ ଆଖି ବନ୍ଦ କରିକି ପଡ଼ି ରହିଲି। ବୋଉ ମୋ ରୁମ୍କୁ ଆସି ମୋ ଖଟ ପାଖରେ ଠିଆ ହୋଇ ମୋତେ ଦେଖିଲା। ମୁଁ ପୁରା ଡରି ଯାଇଥିଲି, କିନ୍ତୁ ମୁଁ ଶୋଇଛି କି ନାହିଁ ସେ ଦେଖିବାକୁ ଆସିଥିଲା। ତାପରେ ସେ ଗାଧୁଆ ଘରକୁ ଗଲା, ଆଉ ମୁଁ ତା ପଛରେ ଲୁଚି ଲୁଚି ଗଲି। ଯାଇ ଶୁଣିଲି ବୋଉ ଖାଲି ସଁ ସଁ ଶବ୍ଦ କରୁଛି। ଆଉ ଗାଧୁଆ ଘର କବାଟ ଫାଙ୍କରେ ଦେଖିଲି ସେ ତା ବିଆରେ ଆଙ୍ଗୁଳି ପୂରେଇ ପାଣି ବାହାର କରୁଛି। ମୁଁ ମନରେ ଗୋଟେ ପ୍ଲାନ୍ କଲି, ଆଉ ଜୋରରେ ବୋଉ ବୋଉ କହି ଚିଲେଇ ଉଠିଲି। ବୋଉ ସଙ୍ଗେ ସଙ୍ଗେ ଗାଧୁଆ ଘର ଭିତରୁ ଆସି ମୋତେ କହିଲା, ଏତେ ରାତିରେ ଉଠି କ'ଣ କରୁଛୁ? ମୁଁ କହିଲି, ତୁ କୁଆଡ଼େ ଯାଇଥିଲୁ? ମୋତେ ଭାରି ଡର ଲାଗିଲା। ତାପରେ ବୋଉ ମୋତେ ଆସି କୁଣ୍ଢେଇ ପକେଇଲା, ଆଉ ମୋର ମୁଣ୍ଡକୁ ଗୋଟେ ଚୁମାଟେ ଦେଲା, ଆଉ ଆଉଁସିଲା। ତାପରେ ମୁଁ କହିଲି, ବୋଉ, ଆଜି ମୁଁ ତୋ ପାଖରେ ଶୋଇବି। ସେ କହିଲା, ହଉ ଠିକ୍ ଅଛି ମୋ ଧନ। ଏତିକି କହି ଆମେ ଯାଇ ବୋଉର ବେଡ୍ ଉପରେ ଶୋଇଲୁ। ଆଉ ମୋ ଆଖିକୁ ନିଦ ଆସିଲାନି। ବୋଉର ବି ପାଣି ବାହାରି ନଥିଲା ବୋଧେ, ସେଥିପାଇଁ ସେ ବି ତାର ନିଶ୍ୱାସ ଜୋରରେ ନେଉଥିଲା। ମୁଁ ସବୁ ଭୁଲି ଯାଇ ବୋଉର ସିଧା ଛତି ସାଇଜ୍ର ଦୁଧକୁ ଚିପିବାକୁ ଲାଗିଲି। ବୋଉ ମୋତେ ଗୋଟେ ଧକ୍କା ମାରିଲା, ଆଉ ମୁଁ ତଳେ ପଡ଼ିଗଲି। ବୋଉ ମୋତେ ଗାଳି କରି କହିଲା, ବେଧ ଛୁଆ, ମୁଁ ପୁରା ତୋ ବୋଉ ହେବି। ମୁଁ ସଙ୍ଗେ ସଙ୍ଗେ ଉଠି ପଡ଼ି କହିଲି, ତୁ ମୋତେ ଦରକାର। ମୁଁ ଘରେ ଥାଉ ଥାଉ ତୁ ପର ପୁରୁଷଙ୍କୁ ବିୟା ଦେଉଛୁ। ବୋଉ ମୋତେ ଆଉ ଗୋଟେ ଚାପୁଡ଼ା ମାରି କହିଲା, ମୋ ସହ ଯାହା କରିବାକୁ ଯାଉଛୁ ସେସବୁ ତୋ ମାଇକିନା ଆସିଲେ କରିବୁ। ଆଉ ମୁଁ ପର ପୁରୁଷଙ୍କୁ ଗେହିବାକୁ ଦଉଛି ବୋଲି କିଏ କହିଲା? ମୁଁ ରାଗି ଯାଇ ତା ଆଲମିରାରୁ ସେ ବହି ଆଉ ବଟିକା ଧରି ଆସିଲି, ଆଉ ତା ଆଗରେ ଫୋପାଡ଼ି ଦେଇ କହିଲି, ଏସବୁ କ'ଣ ତାହେଲେ? ତୁ ରାତି 2ଟା ଯାଏଁ କାହା ସହ କଥା ହେଉଛୁ? ଆଉ ଆଜି ଗାଧୁଆ ଘର ଭିତରେ କ'ଣ କରୁଥିଲୁ? ମୁଁ ସବୁ ଦେଖିଛି। ମୋ କଥା ଶୁଣି ବୋଉ ପୁରା ଡରିଗଲା, ଆଉ ତାର ଗୋଡ଼ ହାତ ଥରିବାକୁ ଲାଗିଲା। ସେ ବିଚଳିତ ହୋଇ କହିଲା, ଯା, ଏ ବିଷୟରେ ଆମେ କାଲି କଥା ହେବା। କିନ୍ତୁ ମୁଁ ଜିଦି ଧରି ବସିଲି, ଆଉ କହିଲି, ନା, ଯାହା ହେବ ଆଜି ହିଁ ହେବ। ତାପରେ ଏମିତି କିଛି ସମୟ ଗଲା ପରେ ବୋଉ
କାନ୍ଦି କାନ୍ଦି ମୋତେ କହିଲା, ଏବେ ତ କରୋନା ସମୟ, ତୋ ବାବା ବି ଆସିନାହାନ୍ତି, ମୁଁ ଆଉ କେମିତି ରହିଥାନ୍ତି। ମୁଁ କହିଲି, ଏବେ ତ ସ୍କୁଲ ଛୁଟି ଅଛି, ତାହେଲେ ତୁ କ'ଣ କରି ସେଠିକି ଯାଉଛୁ? ତାପରେ ବୋଉ କହିଲା, ହଉ ପୁଅ, ଆଉ ଯିବିନି, ମୋର ଭୁଲ ହୋଇଯାଇଛି। ତାପରେ ମୁଁ ତା ଦୁଧ ଉପରେ ହାତ ରଖିକି ଚିପିଲି। ବୋଉ କହିଲା, ନା ସେମିତି ହ ନାମ ଧନ। ମୁଁ କହିଲି, ସେ ବୋଉ ଯେବେଠୁ ସେ ଲଙ୍ଗଳା ବହି ଦେଖିଛି ସେବେଠୁ ମୁଁ ତୋତେ ଗେହିବାର ସ୍ୱପ୍ନ ଦେଖୁଛି। ପ୍ଲିଜ୍ ବୋଉ, ମୁଁ ତୋତେ ଗେହିବି। ତାପରେ ମୋତେ ସେ କୁଣ୍ଢେଇ ପକାଇ କାନ୍ଦିଲା। ମୋ ବାଣ୍ଡ କିନ୍ତୁ ଠିଆ ହୋଇ ପ୍ୟାଣ୍ଟ ଉପରେ ଜଣା ପଡ଼ୁଥିଲା। ମୁଁ ତା ଦୁଧକୁ ଲୁଗା ଉପରୁ ଚିପି ଚାଲିଲି ଆଉ ତା ଗାଲକୁ ଚୁମା ଦେଉଥିଲି। 5ରୁ 6 ମିନିଟ୍ ପରେ ବୋଉ ଖଟ ଉପରେ ଶୋଇଲା ଆଉ ମୁଁ ତା ଉପରେ ଚଢ଼ିଯାଇ ତାର ବେକ ଆଉ ଓଠକୁ ଜିଭ ଲଗେଇ ଚଷିବାକୁ ଲାଗିଲି। ତାର 2 ହାତ ଉପରକୁ ଟେକି ଦେଖିଲି ବୋଉ କାଖରୁ ବ୍ଲାଉଜ ପୁରା ଝାଳରେ ଓଦା ହୋଇଯାଇଛି। ମୁଁ ସେଠି ମୁହଁ ମାରି ଶୁଙ୍ଘିଲି ଆଉ ତା କାଖରୁ ଝାଳୁଆ ଗନ୍ଧ ଆସୁଥିଲା। ମୋତେ ବି ତାର ବାସ୍ନା ଆହୁରି ଗରମ କରିଦେଲା ଆଉ ବୋଉ ବି ଧୀରେ ଧୀରେ ଗରମ ହେଲା। ମୁଁ ଆଉ ରହି ନପାରି ତା ଲୁଗାକୁ ଖୋଲିଲି ଆଉ ମୁଁ ବି ପୁରା ଲଙ୍ଗଳା ହୋଇଗଲି। ସିଏ ବି ତାର ସବୁ ଖୋଲିଦେଇ ଲଙ୍ଗଳା ହୋଇଗଲା। ବୋଉର ବିଶାଳକାୟ ଦୁଧ ଦେଖି ମୁଁ ଆଉ ରହିପାରିଲିନି। ସିଧା ତାର ଗୋଟେ ଇଞ୍ଚିଆ ଲମ୍ବା ଭଣ୍ଡିକୁ ଚୋବେଇକି ଖାଇଗଲି। ଆଉ ଗୋଟେ ହାତକୁ ନେଇ ତା ବାଳୁଆ ବିଆ ଭିତରେ ମାରିଲି। ବିଆ ଭିତର ପୁରା ଓଦା ହୋଇ ଆଙ୍ଗୁଳି ପୁରା ଖସି ଯାଉଥିଲା। ତାପରେ ତାର ଗୋଡ଼ରୁ ମୁଣ୍ଡ ଯାଏଁ ଚାଟିବାକୁ ଲାଗିଲି। ବୋଉକୁ କହିଲି ଟିକେ ମୋର ବାଣ୍ଡକୁ ନେଇ ପାଟିରେ ଚଷିବାକୁ। ସେ କିନ୍ତୁ ମନା କଲା। ଆଉ ମୁଁ ବାଧ୍ୟ ନକରି ତା ବିଆକୁ ମେଲେଇ ମୁଁ ମୋର ବାଣ୍ଡକୁ ସେଟ୍ କରିବାକୁ ଯାଉଥିଲି। କିନ୍ତୁ ତା ପୂର୍ବରୁ ବୋଉର ବିଆକୁ ଚାଟିବାକୁ ମୋର ବହୁତ ଇଚ୍ଛା ହେଲା। ଆଉ ମୁଁ ନଇଁ ପଡ଼ି ବୋଉର ବାଳୁଆ ବିଆକୁ ଆଡ଼େଇ ଆଡ଼େଇ ଜିଭ ପୂରେଇ ପୂରେଇ ବୋଉର ବାଳୁଆ ବିଆକୁ ଜିଭ ଲଗେଇ ଚାଟି ଚାଲିଲି। ଚାଟି ଚାଟି ପୁରା ଲାଳୁଆ କରିଦେଲି। କିଛି ସମୟ ଚାଟି ଲାଳୁଆ କଲା ପରେ ତା ବିଆକୁ ମେଲେଇ ମୁଁ ମୋର ବାଣ୍ଡକୁ ସେଟ୍ କଲି। ବାଣ୍ଡ ପୁରା ଭସ୍କିନା ଭିତରେ ଗଳିଗଲା ଆଉ ବୋଉର ଲାଳୁଆ ବିଆକୁ ଗେହି ଚାଲିଲି। ତା ଉପରେ ଶୋଇ 5 ମିନିଟ୍ ଗେହିବା ପରେ କହିଲି, ବୋଉ ତୁ ଘୋଡ଼ି ଭଳି ରହ। ସେ ବି ଘୋଡ଼ି ହୋଇ ଗାଣ୍ଡି ଦେଖେଇଲା ଆଉ ମୁଁ ତା ଗାଣ୍ଡି ପଟୁ ତା ବିଆରେ ବାଣ୍ଡ ଗଳି ଗେହିଲି। ତା ଗାଣ୍ଡିକୁ ହାତରେ ଧରି ଦଳିଲି। ବୋଉର କଅଁଳିଆ ମାଂସାଳିଆ ଗାଣ୍ଡିକୁ ଦଳି ପୁରା ଲାଲି କରିଦେଲି। ତା ଭିତରେ ବୋଉ 2 ଥର ପାଣି ଛାଡ଼ି ସାରିଲାଣି। ପୁଣି ତାକୁ ଖଟ କଣକୁ ନେଇ ଉପର ମୁହାଁ କରି ଶୁଆଇଲି ଆଉ ତାର ଗୋଡ଼ 2ଟାକୁ ଉପରକୁ ଟେକି ମୁଁ ତଳେ ଠିଆ ହୋଇ ଗେହିଲି ଆଉ ତାର ଦୁଧକୁ ଚିପିଲି। ବୋଉ ବି ସେତେବେଳକୁ ଗିହାର ଭରପୁର ଆନନ୍ଦ ନେଉଥିଲା। ଲଗାତାର ଅଧଘଣ୍ଟା ଗେହିବା ପରେ ମୋର ବୀର୍ଯ୍ୟ ବାହାରିଗଲା ଆଉ ସଙ୍ଗେ ସଙ୍ଗେ ବାଣ୍ଡକୁ କାଢ଼ି ବୋଉର ପେଟ ଉପରେ ଢାଳିଦେଲି। ସେ କହିଲା, ଆଉ କେଉଁଠି ଜାଗା ମିଳିଲାନି? ମୁଁ ଜବାବ ଦେଲି, ବେଧ ତୋତେ ଗେହି କ'ଣ ଛୁଆ କରିବି? ତାପରେ ମୁଁ ଥକି ଯାଇ ବୋଉର କୋଡ଼ରେ ଶୋଇ ତା ଓଠକୁ ଖାଇଲି ଆଉ ଏପଟେ ଦୁଧକୁ ଚିପୁଥାଏ। ହଠାତ୍ ବୋଉର ମୋବାଇଲକୁ ଫୋନ୍ ଆସିଲା ଆଉ ବୋଉ କହିଲା, ଛାଡ଼ କହି ଗାଧୁଆ ଘରକୁ ଯାଇ ଗାଧୋଇ ଆସିଲା। ତାପରେ ବାହାରକୁ ଆସି କହିଲା, ମୋ ପୁଅ ମୋତେ କେତେ ଭଲ ପାଉଛି। ସେଦିନଠାରୁ ମୁଁ ସବୁଦିନେ ତା ପାଖରେ ଶୋଉଛି ଆଉ ସବୁଦିନେ ବୋଉକୁ ଗେହୁଛି। ଯଦି ମୋର କାହାଣୀ ଭଲ ଲାଗିଲା ତାହେଲେ ମୋତେ କମେଣ୍ଟ କରି ନିଶ୍ଚୟ ଜଣେଇବେ। ଦର୍ଶକ ବନ୍ଧୁ, ଏ କାହାଣୀ ସମ୍ପୂର୍ଣ୍ଣ ଭାବରେ କାଳ୍ପନିକ ଏବଂ ମିଥ୍ୟା ଅଟେ। ଏହା କେବଳ ଆପଣମାନଙ୍କର ମନୋରଞ୍ଜନ ପାଇଁ ଆମେ ତିଆରି କରିଛୁ। ଦୟାକରି ଆପଣମାନେ ଜମାରୁ ଦେହକୁ ନେବେ ନାହିଁ, କେବଳ ମନୋରଞ୍ଜନ ପାଇଁ ଦେଖନ୍ତୁ। ଛୋଟ ପିଲା ଦୂରେଇ ରୁହନ୍ତୁ। ରହୁଛି, ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ କାହାଣୀରେ। ଧନ୍ୟବାଦ।